ବିଭିନ୍ନ ପର୍ବପର୍ବାଣୀ ରେ ଭୋଗ ଲଗାଇବା ପାଇଁ ହେଉ କିମ୍ବା ନର୍ମାଲ ଖାଇବା ପାଇଁ ହେଉ ଆମେ ତିଆରି କରିଥାଉ ନଡ଼ିଆ ଲଡ଼ୁ, ଯାହାକୁ କି ଆମେ ନଡ଼ିଆ କୋରା ମିଠେଇ ମଧ୍ୟ କହିଥାଉ। ନଡ଼ିଆ କୋରା ମିଠେଇକୁ ଆମେ ଦୁଇ ପ୍ରକାରରେ ତିଆରି କରିପାରିବା। ଗୁଡ଼ ଦେଇକି ତିଆରି କରିପାରିବା, ତା ସହିତ ସଫା ଚିନି ଦେଇ ମଧ୍ୟ ଆମେ ନଡ଼ିଆ କୋରା ମିଠେଇ ତିଆରି କରିପାରିବା। ମୁଁ ଆଜି ସେଇ ନଡ଼ିଆ ଲଡ଼ୁକୁ ଆପଣଙ୍କ ସାଙ୍ଗରେ ସେୟାର କରିବି ପରଫେକ୍ଟ ମେଜରମେଣ୍ଟ ସହିତ। ନଡ଼ିଆ ଲଡ଼ୁ ବିଲକୁଲ ବି ଟାଣ ହେବ ନାହିଁ କିମ୍ବା ଖଲିଯିବ ନାହିଁ। ବହୁତ ଦିନ ପର୍ଯ୍ୟନ୍ତ ନଡ଼ିଆ ଲଡ଼ୁକୁ ଆମେ ସାଇତିକି ରଖିପାରିବା। ପରଫେକ୍ଟ ପାଗ କରିବା ପାଇଁ କିଛି ଟିପ୍ସ କହିଛି, ଭିଡ଼ିଓକୁ ପୁରା ଦେଖନ୍ତୁ। ଆଶା କରିବି ଆଜିର ରେସିପି ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଯଦି ଚ୍ୟାନେଲରେ ନୂଆ ତାହେଲେ ନିହାତି ସବସ୍କ୍ରାଇବ୍ କରିଦେବେ ଏମିତିକା ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ନମସ୍କାର, ମୁଁ ଲିପ୍ସିତା କ୍ରିଏସନ୍ ଆଣ୍ଡ ଲାଇଫଷ୍ଟାଇଲକୁ ଆପଣଙ୍କୁ ସ୍ୱାଗତ କରୁଛି। ନଡ଼ିଆ ଲଡ଼ୁ କରିବା ପାଇଁ ମୁଁ 3ଟି ମିଡ଼ିୟମ୍ ସାଇଜ୍ର ନଡ଼ିଆ ନେଇଛି। ନଡ଼ିଆକୁ 2 ଫାଳ କରିସାରିବା ପରେ ଆମେ ତାକୁ ଭଲ ଭାବରେ କୋରିଦେବା। ନଡ଼ିଆ କୋରିବା ସମୟରେ ଲକ୍ଷ୍ୟ ରଖିବେ ଯେମିତିକା ନଡ଼ିଆ ବଡ଼ ବଡ଼ ଖଣ୍ଡ ହୋଇକି ନ ରହେ। ଏବେ ଆମେ ଗାଁ ଷ୍ଟାଇଲରେ କରିବା ନଡ଼ିଆ ଲଡ଼ୁ। କରେଇରେ ଦେବା କିଛି ପାଣି ଗରମ ହୋଇସାରିଲା ପରେ ଦେବା ଆମେ କିଛି ଚିନି। ଆପଣ ଯେତିକ ନଡ଼ିଆ ନେଇଥିବେ ତାର ଅଧା ଦେବେ ଚିନି। ଯେତିକ ମୁଁ ନଡ଼ିଆ ନେଇଥିଲି ମୋର ସେତିକ 4 ଗିନା ନଡ଼ିଆ ହେଉଛି, ସେଥିପାଇଁ ମୁଁ ଏଠି 2 ଗିନା ଚିନି ଦେଇଛି। ଆପଣ ଯେତିକ ନଡ଼ିଆ ହେଉଥିବେ ତାକୁ ମାପିଦେବେ। ଯେତିକ ନଡ଼ିଆ ହେଇଥିବ ତାର ଅଧା ଚିନି ବ୍ୟବହାର କରିବେ। ଏବେ ଆମେ ଚିନିକୁ ଭଲ ଭାବରେ ଗୋଳେଇଦେବା ଯେମିତି ଚିନି ପୁରାପୁରି ମେଲ୍ଟ ହେଇଯିବ। ଚିନିକୁ ଯେତେ ଗୋଳେଇବେ ନଡ଼ିଆ ଲଡ଼ୁ ପାଇଁ ଚିନି ପାଗ ଆମର ପୁରା ଭଲ ହେବ। ଚିନିରେ ଗୋଟେ ଫୁଟ ଆସିବା ପାଇଁ ଆମେ ତାକୁ ଛାଡ଼ିଦେବା। ନଡ଼ିଆ ଲଡ଼ୁ ପାଇଁ ମେଜରମେଣ୍ଟ ଉପରେ ନିହାତି ଧ୍ୟାନ ଦେବେ। ଯଦି ମାପ ଭୁଲ ହେଇଯିବ ତାହେଲେ ଚିନି ପାଗ ଆମର ଭଲ ହେବ ନାହିଁ। ଯଦି ଚିନି ପାଗ ଭଲ ନ ହୁଏ ତାହେଲେ ନଡ଼ିଆ ଲଡ଼ୁ ଆମର ପରଫେକ୍ଟ ହେବ ନାହିଁ। ନଡ଼ିଆ ଲଡ଼ୁ କରିବା ସମୟରେ ବାରମ୍ବାର ଭାଙ୍ଗିଯିବ, ସେଥିପାଇଁ ମେଜରମେଣ୍ଟ ଉପରେ ନିହାତି ଧ୍ୟାନ ଦେବେ। ଯେତିକ ନଡ଼ିଆ କୋରା ନେଇଥିବେ ତାର ସବୁବେଳେ ଅଧା ଚିନି ବ୍ୟବହାର କରିବେ, ଯାହାଫଳରେ ଆମର ଚିନିର ପାଗ ଭଲ ହେବ ଆଉ ମିଠେଇ ଆମର ପୁରାପୁରି ପରଫେକ୍ଟ ଆସିବ। ଚିନିରେ ଆମର ଫୁଟ ଆସିଗଲାଣି। ଏବେ ଆମେ କୋରିକି ରଖିଥିବା ନଡ଼ିଆକୁ ତା ଦେହରେ ଦେଇଦେବା। କୋରିକି ରଖିଥିବା ସବୁ ନଡ଼ିଆକୁ ଆମେ ଚିନି ପାଗରେ ଦେଇଦେଲେ ଏବେ ଆମେ ଚିନି ଆଉ ନଡ଼ିଆକୁ ଭଲ ଭାବରେ ମିଶାଇଦେବା। ଶୀଘ୍ର ମିଶାଇବେ, ନହେଲେ ନଡ଼ିଆ ଟେଳା ଟେଳା ହେଇଯିବ। ଚିନି ପାଗରେ ନଡ଼ିଆକୁ ପକାଇବା ମାତ୍ରେ ସାଙ୍ଗେ ଗଳେଇବେ। ଯେତେ ମିଶାଇବେ ଚିନି ଆଉ ନଡ଼ିଆ ଭଲ ଭାବରେ ମିଶିଯିବ, ଯାହାଫଳରେ ନଡ଼ିଆ ଲଡ଼ୁ ଆମର ପରଫେକ୍ଟ ପାଗ ଧରିବ ଆଉ କରିବା ସମୟରେ ବିଲକୁଲ ଭାଙ୍ଗିବନି। ଯଦି ଆମେ ସାଙ୍ଗେ ନ ମିଶାଇବା ତାହେଲେ ଏହିପରି ଟେଳା ଟେଳା ହେଇଯିବ, କରିବା ସମୟରେ ବହୁତ ଅସୁବିଧା ହେବ। ସେଥିପାଇଁ ଚିନି ପାଗରେ ନଡ଼ିଆକୁ ପକାଇବା ମାତ୍ରେ ସାଙ୍ଗେ ଚିନି ଆଉ ନଡ଼ିଆକୁ ଗୋଳେଇବେ। ଏବେ ଆମେ କିଛି ସମୟ ଛାଡ଼ିଦେବା ଚିନି ଆଉ ନଡ଼ିଆକୁ ଭଲ ଭାବରେ ମିଶିବା ପାଇଁ। ଆପଣ ସଫା ଚିନି ବଦଳରେ ଗୁଡ଼ ଚିନି ବି ବ୍ୟବହାର କରିପାରିବେ ନଡ଼ିଆ ଲଡ଼ୁ କରିବା ପାଇଁ। ନଡ଼ିଆ ଆଉ ଚିନି ଆମର ସିଝିତେ ଆମେ ଏହି ସମୟରେ କିଛି ଗୁଜୁରାତିକୁ ଛେଚିଦେବା। ଗୁଜୁରାତି ପକାଇଲେ ତାର ସ୍ମେଲ୍ଟା ଭଲ ଆସିବ ଆଉ ଫ୍ଲେଭର ବି ଭଲ ଆସିବ। ସେଥିପାଇଁ ଏଠି ଆମେ କିଛି ଗୁଜୁରାତିକୁ ଛେଚିକି ରଖିବା। ନଡ଼ିଆ ଚିନିର ପାଗ ଆମର ବହଳିଆ ହେଇ ଆସିଲାଣି। ନଡ଼ିଆକୁ ଆମେ ଆଉ ଥରେ ଭଲ ଭାବରେ ଡାଙ୍ଗେଇଦେବା, ନହେଲେ ଏହା କରେଇରେ ଲାଗିଯିବ। ଯେହେତୁ ଏଥିରେ ଚିନି ମିଶିଛି, ଯଦି ଆମେ ତାକୁ ନ ଡାଙ୍ଗେଇବା ତାହେଲେ କରେଇରେ ଲାଗିଯାଇପାରେ। ସେଥିପାଇଁ ତାକୁ ଆମେ ଭଲ ଭାବରେ ଆଉ ଥରେ ଡାଙ୍ଗେଇଦେବା। ନଡ଼ିଆ କୋରା ମିଠେଇ କରିବା ପାଇଁ ଯେଉଁ କୁରୁଣିରେ ଛୋଟ ସାଇଜ୍ ଆସୁଥିବ ସେହିପରି କୁରୁଣି ବ୍ୟବହାର କରିବେ। ଯଦି କୁରୁଣି ସେମିତିକା ନଥିବ ତାହେଲେ ନଡ଼ିଆକୁ ଛୋଟ କରିକି ବି ଆପଣ ଗ୍ରାଇଣ୍ଡିଙ୍ଗ କରିକି ନଡ଼ିଆ କୋରା ମିଠେଇ କରିପାରିବେ। ମିଠେଇ ପାଇଁ ଚିନି ଆଉ ନଡ଼ିଆର ପାଗ ଆମର ପାଖାପାଖି ହେଇ ଆସିଲାଣି। ନଡ଼ିଆରୁ କିଛି ନେଇକି ଏମିତି ଗୋଲ କରିବେ। ଦେଖିବେ ଯଦି ନଡ଼ିଆ ପାଗ ଆମର ନ ଭାଙ୍ଗିକି ପୁରାପୁରି ଗୋଲ ରହୁଛି ତାହେଲେ ଜାଣିବେ ଯେ ନଡ଼ିଆ ଲଡ଼ୁ ପାଇଁ ନଡ଼ିଆ ପାଗ ଆମର ହେଇଗଲାଣି। ଦେଖନ୍ତୁ ଆମର ଏଇ ନଡ଼ିଆ ପାଗକୁ ଗୋଲ କଲାକୁ ପୁରାପୁରି ଗୋଲ ହେଇକି ରହୁଛି, ବିଲକୁଲ ଭାଙ୍ଗୁ ନାହିଁ, ତାମାନେ ନଡ଼ିଆ ପାଗ ଆମର ହେଇଗଲାଣି। ଆଗରୁ ଆମେ ଛେଚିକି ରଖିଥିବା ଗୁଜୁରାତିକୁ ନଡ଼ିଆ ପାଗ ଉପରେ ପକାଇଦେବା। ଛେଚିକି ରଖିଥିବା ଗୁଜୁରାତିକୁ ନଡ଼ିଆ ପାଗ ଉପରେ ପକାଇ ସାରିବା ପରେ ଭଲ ଭାବରେ ଆମେ ତାକୁ ମିଶାଇଦେବା, ଯାହାଫଳରେ ନଡ଼ିଆରେ ଆମର ଗୁଜୁରାତିଟା ଭଲ ଭାବରେ ମିଶିଯିବ। ନଡ଼ିଆ ଗୁରା ମିଠେଇରେ ଆପଣ ବାଦାମକୁ ଭାଜିକି ମଧ୍ୟ ୟୁଜ୍ କରିପାରିବେ, ତା ସହିତ କିଛି ଡ୍ରାଇ ଫ୍ରୁଟ୍ସ ବି ୟୁଜ୍ କରିପାରିବେ। ମୁଁ ଏଠି ସେସବୁ ସ୍କିପ୍ କରିଦେଇଛି, ଆପଣ ଚାହିଁଲେ ଏସବୁ ଆଡ଼୍ କରିପାରିବେ। ନଡ଼ିଆ କୋରା ମିଠେଇକୁ ଆପଣ ମାପ ଅନୁସାରେ କରନ୍ତୁ, ଦେଖିବେ ପାଗ ଆପଣଙ୍କର ପରଫେକ୍ଟ ଆସିବ, ମିଠେଇ ପୁରାପୁରି ଭଲ ହେବ। ଆପଣ ବହୁତ ଦିନ ପର୍ଯ୍ୟନ୍ତ ତାକୁ ସାଇତିକି ରଖିପାରିବେ। ନଡ଼ିଆ ପାଗ ଆମର ହେଇ ଆସିଲାଣି, ଏବେ ତାକୁ ଥଣ୍ଡା କରିଦେବା, ତାପରେ ଆମେ ମିଠେଇ କରିବା। ନଡ଼ିଆ ପାଗକୁ ବେଶୀ ଥଣ୍ଡା କରିବେନି, ବେଶୀ ଥଣ୍ଡା କରିଗଲେ ମିଠେଇ କରିହେବ ନାହିଁ, ବାରମ୍ବାର ଭାଙ୍ଗିଯିବ। ତାକୁ ବିଲକୁଲ ବି ପଙ୍ଖା ତଳେ ରଖିବେନି, ଯଦି ପଙ୍ଖା ତଳେ ତାକୁ ଥଣ୍ଡା କରିବେ ତାହେଲେ ସେ ଶୁଖିଯିବ, ମିଠେଇ କରିହେବ ନାହିଁ। ନଡ଼ିଆ ପାଗକୁ ହାଲକା ମେଲେକା ଥଣ୍ଡା କରିବେ, ଯେମିତି ବେଶୀ ଥଣ୍ଡା କରିବେନି, ଯେମିତି ହାଲକା ଉଷୁମ ଥିବ ସେହି ସମୟରେ ହିଁ ଆମେ ନଡ଼ିଆ କୋରା ମିଠେଇର ସେପ୍ ଦେବା, ଯାହାଫଳରେ ଠିକ୍ ସେପ୍ ଆସିବ, ବିଲକୁଲ ନଡ଼ିଆ ଭାଙ୍ଗିବନି। ଏବେ ସେଇଟାରୁ ନେଇକି ଆମେ କିଛି ମିଠେଇ କରିବା।
ତାକୁ ଏମିତି ହାତରେ ଗୋଲ ଗୋଲ ସେପ୍ ଦେବେ। ଦେଖନ୍ତୁ ଆମର ମିଠେଇର ପାଗଟା ପୁରା ପରଫେକ୍ଟ ହେଇଛି, ସେଥିପାଇଁ ମିଠେଇଟା ଆମର ପୁରାପୁରି ଗୋଲ ହେଲା, ବିଲକୁଲ ଭାଙ୍ଗିଲାନି, ଚାରିପଟ ପୁରା ସମାନ ହେଇଛି। ନଡ଼ିଆ ପାଗକୁ ଅଧିକ ଥଣ୍ଡା କରିବେନି କି ଗରମ ଥିବା ସମୟରେ ମିଠେଇ କରିବେନି। ଯଦି ଅଧିକ ଥଣ୍ଡା କରିଦେବା ତାହେଲେ ମିଠେଇ କରିହେବନି, ସେ ପୁରା ଝୁଡ଼ଝୁଡ଼ି ହେଇଯିବ। ଯଦି ଅଧିକ ଗରମ ଥିବା ସମୟରେ କରିବା ତାହେଲେ ହାତ ଫୁଟୁକା ହେଇଯିବ। ଯେମିତି ଟିକେ ଟିକେ ଉଷୁମ ଉଷୁମ ଥିବ ସେଇ ସମୟରେ ହିଁ ଆମେ ମିଠେଇ କରିବା। ପାଖରେ ପାଣି ରଖିଥିବେ, ଟିକେ ଟିକେ ପାଣି ହାତ ହେଇକି ଆମେ ତାକୁ ଗୋଲ ସେପ୍ ଦେବା। ମିଠେଇ ଆମର ପୁରାପୁରି ଗୋଲ ହେଉଛି, ଗୋଟେ ବି ମିଠେଇ ଭାଙ୍ଗୁ ନାହିଁ। ଏହିପରି ଆମେ ସବୁ ମିଠେଇକୁ କରିଦେବା। ଦେଖନ୍ତୁ ସବୁ ନଡ଼ିଆକୁ ମିଠେଇ କରିଦେଇଛି, ଗୋଟେ ବି ମିଠେଇ ଭାଙ୍ଗି ନାହିଁ, ପୁରାପୁରି ଗୋଲ ହେଇକି ରହିଛି। ଏହିପରି ମାପ ସହିତ ଆପଣ ବି ନଡ଼ିଆ କୋରା ମିଠେଇ କରନ୍ତୁ। ପୁରା ମାର୍କେଟରୁ କିଣିକି ଆଣିଥିବା ନଡ଼ିଆ କୋରା ପରି ଦେଖାଯିବ। ଆକୁ ଆମେ ବହୁତ ଦିନ ପର୍ଯ୍ୟନ୍ତ ସାଇତିକି ବି ରଖିପାରିବା। ନଡ଼ିଆ କୋରା ମିଠେଇ ପାଇଁ ପରଫେକ୍ଟ ମାପ ବ୍ୟବହାର କରିବେ। ଯଦି ମାପ ନ ହେବ ତାହେଲେ ଚିନିର ପାଗ ଆମର ଭଲ ହେବ ନାହିଁ। ଯଦି ଚିନି ପାଗ ଭଲ ନ ହେବ ତାହେଲେ ମିଠେଇ ଆମର ଭଲ ହେବ ନାହିଁ, ବାରମ୍ବାର ଭାଙ୍ଗିଯିବ। ଆଶା କରିବି ଆଜିର ରେସିପି ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିଥିବ। ଆପଣ ବି ଏହି ମାପ ଅନୁସାରେ ମିଠେଇ କରନ୍ତୁ। ଆପଣଙ୍କର ଅନୁଭୂତିକୁ ମୋ ସହ ସେୟାର କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଗୋଟେ ରେସିପି ସହିତ।